କୁମ୍ଭ ରାଶିର ମାସିକ ରାଶିଫଳ। ସୂର୍ଯ୍ୟଦେବଙ୍କର ଗୋଚରରେ ସିଂହ ରାଶିରେ ସଂକ୍ରମଣ ଏବଂ ରାଶିଚକ୍ରର ଦ୍ୱାଦଶ ରାଶି ଉପରେ କ'ଣ ପ୍ରଭାବ? ଏହି କ୍ରମରେ କୁମ୍ଭ ରାଶି ଏହି ସିଂହ ସଂକ୍ରାନ୍ତି ମାସରେ କ'ଣ ଫଳ ପ୍ରଦାନ କରୁଛି ସେ ସଂକ୍ରାନ୍ତୀୟ ଉପସ୍ଥାପନା। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। କୁମ୍ଭ ରାଶି ନୈସର୍ଗିକ ରାଶିଚକ୍ରର ଏକାଦଶ ଭାବ ଏବଂ ଶନି ମହାଗ୍ରହ ଏହି ରାଶିର ଅଧିପତି। ବର୍ତ୍ତମାନ ଶନି ମହାଗ୍ରହ ଗୋଚରରେ କୁମ୍ଭ ରାଶିରେ ବକ୍ରି ଅବସ୍ଥାରେ ଅବସ୍ଥାନ କରୁଛନ୍ତି। ବୈଦିକ ଜ୍ୟୋତିଷ ମତରେ ଜାତକରେ ଶନି କୁମ୍ଭ ରାଶିରେ ଅବସ୍ଥାନ କରିବା ବଡ଼ ଭାଗ୍ୟର କଥା, କାରଣ କୁମ୍ଭ ରାଶି ଶନିଦେବଙ୍କର ମୂଳ ତ୍ରିକୋଣ ରାଶି ହୋଇଥିବାରୁ ଶନି କୁମ୍ଭ ରାଶିରେ ଅବସ୍ଥାନ କରୁଥିବା ସମୟରେ ବଡ଼ ଖୁସିରେ ବା ଆନନ୍ଦରେ ଅବସ୍ଥାନ କରିଥାନ୍ତି ଏବଂ ଜାତକକୁ ବଡ଼ ଶୁଭ ଫଳ ପ୍ରଦାନ କରିଥାନ୍ତି। ତେଣୁ ଜ୍ୟୋତିଷଶାସ୍ତ୍ର କହିଥାଏ, ଶନି କଳସେ ଦୁର୍ଲଭ, ଅର୍ଥାତ୍ ଶନି ମହାଗ୍ରହ କଳସ ମାନେ କୁମ୍ଭ ରାଶିରେ ରହିବା ଏକ ଦୁର୍ଲଭ ଘଟଣା। ଶନିଦେବଙ୍କର ରାଶି କୁମ୍ଭ ରାଶିରେ 3 ଗୋଟି ନକ୍ଷତ୍ର ଭୋଗ ହୋଇଥାଏ, ଯଥା ଧନିଷ୍ଠା ନକ୍ଷତ୍ର, ଶତଭିକ୍ଷା ନକ୍ଷତ୍ର ଏବଂ ପୂର୍ବଭାଦ୍ର ନକ୍ଷତ୍ର। ଧନିଷ୍ଠା ନକ୍ଷତ୍ରର ସ୍ୱାମୀ ମଙ୍ଗଳ ମହାଗ୍ରହ ହୋଇଥିବା ବେଳେ ଶତଭିକ୍ଷା ନକ୍ଷତ୍ରର ସ୍ୱାମୀ ରାହୁ ଏବଂ ପୂର୍ବଭାଦ୍ର ନକ୍ଷତ୍ରର ସ୍ୱାମୀ ବୃହସ୍ପତି ମହାଗ୍ରହ ହୋଇଥାନ୍ତି। ଏହି 3 ଗୋଟି ନକ୍ଷତ୍ର ତଥା ନକ୍ଷତ୍ର ଅଧିପତିମାନଙ୍କର ପ୍ରଭାବ କୁମ୍ଭ ରାଶି ଉପରେ ରହିଥାଏ। ତେଣୁ କୁମ୍ଭ ରାଶିର ରାଶିଫଳ କହିଲା ବେଳେ ଏହି 3 ଗୋଟି ନକ୍ଷତ୍ର ତଥା 3 ଗୋଟି ନକ୍ଷତ୍ରର ଅଧିପତିମାନଙ୍କର ମଧ୍ୟ ବିଚାରକୁ ନେବା ଉଚିତ ହେବ। କୁମ୍ଭ ରାଶିର ସପ୍ତମ ଭାବ ସିଂହ ରାଶି, ଯାହାକି ସୂର୍ଯ୍ୟଙ୍କର ନିଜ ରାଶିରେ ସୂର୍ଯ୍ୟ ଗୋଚର କରୁଥିବାରୁ ଏହି କୁମ୍ଭ ରାଶି ଜାତ ବ୍ୟକ୍ତି ବିଶେଷ ଭାବରେ ବାଣିଜ୍ୟ ବ୍ୟବସାୟ ପ୍ରତି ମନ ବଳାଇବେ। ବ୍ୟବସାୟ ସ୍ଥଳର ନୂତନୀକରଣ କରିପାରନ୍ତି ବା ବିସ୍ତାର କରିପାରନ୍ତି। ପୂର୍ବ ଓ ପଶ୍ଚିମ ଉଭୟ ଦିଗ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ପ୍ରଶସ୍ତ ରହିବ। କାରବାରରୁ ବେଶ 2 ପଇସା ଲାଭ ହେବ। ବ୍ୟବସାୟ ସ୍ଥଳରେ ଗ୍ରାହକଙ୍କ ସହିତ ସମୟ ସମୟରେ ଝଗଡ଼ା ହେବାର ମଧ୍ୟ ସମ୍ଭାବନା ରହିଛି। ସରକାରଙ୍କ ସହିତ ବା ସରକାରୀ ଠିକାଦାରୀ ତଥା ସପ୍ଲାଇ ପ୍ରଭୃତି କାରବାରରେ ସଂଶ୍ଳିଷ୍ଟ ଥିଲେ ପ୍ରଚୁର ମାତ୍ରାରେ ମୁନାଫା କମେଇବେ। ବ୍ଲାକ୍ ମନି କାରବାରରେ ଫସି ଯାଇପାରନ୍ତି ଏବଂ ତଦନ୍ତରେ ମଧ୍ୟ ସମ୍ମୁଖୀନ ହେବାର ଭୟ ଦେଖାଯାଉଛି। କୁମ୍ଭ ରାଶି ବ୍ୟକ୍ତିଙ୍କ ଉପରେ ଏହି ସିଂହ ସଂକ୍ରାନ୍ତି ମାସରେ ଭଗବତ କୃପା ରହିବା ସଙ୍ଗେ ସଙ୍ଗେ ସେମାନେ ଈଶ୍ୱରଙ୍କର ପ୍ରତ୍ୟକ୍ଷ କରୁଣା ପ୍ରାପ୍ତ ହେବେ। ବହୁତ ଗୁଡ଼ିଏ ବାକି ଥିବା କାମ ଏ ମାସରେ ଧୀରେ ଧୀରେ ସମ୍ପନ୍ନ ହେବ। ସାଙ୍ଗସାଥୀମାନଙ୍କ ସହିତ ଖୁସି ବା ଆନନ୍ଦରେ ସମୟ ବିତିବ। ପାରିବାରିକ ଜୀବନ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ। ସମୟ ସମୟରେ ସହଧର୍ମିଣୀ ଶାସନ କରିପାରନ୍ତି, ତେବେ ବି ବୈବାହିକ ଜୀବନ ଆନନ୍ଦରେ କଟିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ଯଥାରୀତି ଭୋଗ ହେବ। ପିତ୍ତଦୋଷରୁ ଜଣ୍ଡିସ୍ ବା କାମଳ ରୋଗ ହେବାର ଭୟ ଦେଖାଯାଉଛି। ଖାଦ୍ୟପେୟରେ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ସ୍ତ୍ରୀଙ୍କର ବାୟୁ ବିକାର ରୋଗ ଥିଲେ ମୁଣ୍ଡ ଭ୍ରମ ହୋଇପାରେ, ସେଥିପାଇଁ ପ୍ରତ୍ୟହ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଉଚିତ ହେବ। ସିଂହ ସଂକ୍ରାନ୍ତି ମାସଟିର ସମସ୍ତ ଶୁଭଫଳ ପାଇବା ନିମନ୍ତେ ଅଭାବୀ ଲୋକଙ୍କୁ ଅନ୍ନ, ବସ୍ତ୍ର, ଧାନ ପ୍ରଦାନ କରନ୍ତୁ।
विशेष शुभफल पाइबे। भिडियोटी भल लगिले सब्सक्राइब और शेयर करने अनुरोध। जय जगन्नाथ। नमस्कार। तपन।